ଜୀବନର ଏଇ ଚଲାପଥରେ ଆସୁ ପଛେ ଝଡ଼ ଝଞ୍ଜା ଖାଇ ଚାଲିଥାଉ ବନ୍ଧୁମାନେ କର ନାହିଁ ଜମା ଉଣା। ବାଇଚାନ୍ସ ଯଦି ଦାନ୍ତ କାଲି ପଡ଼ିଗଲା କ'ଣ କରିବେ? ଦେଖନ୍ତୁ 3000 ଟଙ୍କା ନେଇଥିଲେ, ଆଜି ମୋର ସେ 3000 ଟଙ୍କାଟା ଉଠିଗଲା। ଦେଖନ୍ତୁ ଏ ବଟଲଟାକୁ ଦେଖି ଆପଣଙ୍କୁ କେମିତି ଲାଗୁଛି? ସବୁ ଜିନିଷ ଦେଇଥିଲେ, ବଟଲଟା ଦେଇନଥିଲେ। ଆଜି ଏ ବଟଲଟା ଦେଲେ ମୋତେ ଏତେ ଖୁସି ଲାଗୁଛି ଯେ ଭାବୁଛି ଏ ବଟଲଟାକୁ ଆଉ ପାଣି ପିଇବି ନା, ଧୂପ ଦେବି ଘରେ ରଖିକିନା। ଆଜି ଫାଷ୍ଟ ଟାଇମ୍ ପାଇଁ ମୋ ବଟଲ ମାନେ ମୋ ଷ୍ଟିଲ୍ ବଟଲ କାମରେ ଆସିଲା। ମାନେ ଆଜି ଆମ ଅଫିସ୍ର କିଚେନ୍କୁ ମୁଁ ଯାଇଥିଲି ଚାହା ଆଣିବା ପାଇଁ, ସେଥିରେ ମାନେ ସମସ୍ତେ ଖୁସି ହେଇଗଲେ। କେତେ ମାନେ ଓହୋ ଦେଖନ୍ତୁ କେତେ ବଡ଼ କମ୍ପାନୀ ଆମର। ଆମ କମ୍ପାନୀରେ କିଚେନ୍ ମାନେ ଏମିତି ସିଷ୍ଟମ୍ରେ ବନା ହେଇଛି, ମାନେ ମୁଁ ଆଉ କ'ଣ କହିବି। ଏଠି ଆକ୍ଚୁଆଲି ଗୋଟେ ଜିନିଷ ଆର୍ଟିଫିସିଆଲ୍ କପ୍ର ୟୁଜ୍ କରାଯାଇ ପାରିବନି। ଏଠି ସମସ୍ତଙ୍କ ପାଇଁ ଷ୍ଟିଲ୍ରେ କପ୍ ଅଛି। ଯେହେତୁ ଆମେ ଏବେ ନୂଆ, ଆମର ଆଇଡି କାର୍ଡ଼ ନୂଆ ଆସିନି। ଆଜି ଗୋଟେ କଥା କହିବାକୁ ଭୁଲି ଯାଇଛି, ମୋ ଆଇଡି କାର୍ଡ଼ କାଲି ଆସିବ। ମୁଁ ଆପଣମାନଙ୍କୁ କାଲି ଭିଡ଼ିଓ ଆଇଡି କାର୍ଡ଼ ଦେଖେଇବି। କାଲି ଅଛି ମୋର ୱେକ୍ ଅପ୍, ମାନେ ମୋର କାଲି ଆର ସପ୍ତାହରେ ଥିଲା ମୋର ଫ୍ରାଇଡ଼େକୁ, ଆଉ ଏଥର କାଲି ଦେଇ ଦେଇଛନ୍ତି। ହଉ ଛାଡ଼ନ୍ତୁ, ଯେଉଁଦିନ ଦଉନ୍ତୁ ଦେଇଛନ୍ତି, ଏତିକି ବଡ଼ କଥା। ଦେଖନ୍ତୁ ମୁଁ ଚାହା ଧରିକିନା ତଳକୁ ଆସିଲି, ସମସ୍ତେ ପୁରା ଅପେକ୍ଷା କରି ବସିଥିଲେ ମୁଁ ଚାହା ଆଣିଲେ ପିଇବି ବୋଲି। ଆଉ ଆମେ ପଠେଇଦେଲୁ ମଞ୍ଜୁ ଭାଇଙ୍କୁ ଆଣିବା ପାଇଁ ବାହାରୁ କପ୍। ତାପରେ ଦେଖନ୍ତୁ ପଳେଇ ଆସିଲେ ସିସିଟିଭି ରୁମ୍କୁ। ସେଠି ସିସିଟିଭି ରୁମ୍ରେ ସିସିଟିଭି ନାହିଁ, ସେଥିପାଇଁ ସେଠି ବସି ଚାହା ପିଇଲୁ। ଫେରିବା ବାଟରେ ମୁଁ ଖାଇଦେଇଥିଲି 4ଟା ଲଙ୍କା ଚିପ୍ସ। ଦେଖନ୍ତୁ ଆଜି ଦ୍ୱିପହରେ ନେଇ ଖାଇଥିଲି ଭେଜ୍ ବିରିୟାନୀ, ଆଉ ତା ସହିତ ଅଣ୍ଡା। ଏତେ ଟେଷ୍ଟ ଲାଗୁଥିଲା ଯେ ଆଉ କ'ଣଟା କହିବି। ଆଉ କ'ଣ କରିବା, ସନ୍ଧ୍ୟାବେଳେ ବି ଚାହା ପିଇଥିଲି। ରହିଲି, ନମସ୍କାର, ଜୟ ଜଗନ୍ନାଥ।